12 କୋଟି ଲୋକ ଯଦି 5 ଜଣ ଲେଖାଏଁ ଧରିବେ ଗୋଟେ ପରିବାରର 12 ପଞ୍ଚା 60 କୋଟି ଲୋକ ନିର୍ଭର କରୁଥିଲେ MGNREGA ଉପରେ। କେଉଁମାନେ ସେମାନେ? ଗରିବ ଲୋକ, ଆଦିବାସୀ, ତଫସିଲଭୁକ୍ତ ଜାତି, ଦଳିତ ଲୋକ, ପାହାଡ଼ ଉପରେ ଥିବା ଲୋକ। ଆପଣ ଯାଆନ୍ତୁ କୋରାପୁଟକୁ, ଯାଆନ୍ତୁ ନବରଙ୍ଗପୁରକୁ, ଯାଆନ୍ତୁ ଦେଖିବେ କେଉଁଝରକୁ, ଯାଆନ୍ତୁ ମୟୂରଭଞ୍ଜକୁ। ଆଦିବାସୀ ଲୋକମାନେ ଏଇ ଯୋଜନାରେ ସେମାନେ ବେନିଫିଟ୍ ପାଉଥିଲେ। ଏପରିକି କରୋନାରେ ଯଦି ସେମାନଙ୍କୁ କି ଆହାର ଦେଇଥାଏ ତାହା ହେଉଛି MGNREGA। କିନ୍ତୁ ବର୍ତ୍ତମାନ ଯେଉଁ ନୂଆ ଯୋଜନା କଲେ ସେମାନେ, ଆଇନ ଆଣିଲେ, ସେ ଆଇନରେ ଆଉ ରହିବ ନାହିଁ ଲୋକଙ୍କର ଅଧିକାର, ରହିବ ନାହିଁ କାମ କରିବାର ଅଧିକାର, ରହିବ ନାହିଁ। ଗତ ସଂସଦର ଅଧିବେଶନରେ ବିଜେପି ସରକାର ଗୋଟେ ନୂଆ ଆଇନ ଆଣିଲେ। ସେ ଆଇନ ହେଉଛି VBG ରାମଜୀ ଆଇନ। ଆଗରୁ ଗୋଟେ ଆଇନ ଥିଲା ଏ ଦେଶରେ 2005 ମସିହାରେ କଂଗ୍ରେସ ଦଳ ମନମୋହନ ସିଂଙ୍କ ପ୍ରଧାନମନ୍ତ୍ରୀତ୍ୱ ସମୟରେ ସେ ଆଇନ ଅଣାଯାଇଥିଲା। ସେ ଆଇନ ଥିଲା ମହାତ୍ମା ଗାନ୍ଧୀ NREGA, ମହାତ୍ମା ଗାନ୍ଧୀ ନ୍ୟାସନାଲ ରୁରାଲ ଗ୍ୟାରେଣ୍ଟି ଏମ୍ପ୍ଲୟମେଣ୍ଟ ଗ୍ୟାରେଣ୍ଟି ଆକ୍ଟ। ଏବଂ ସେ ଯେଉଁ ଆକ୍ଟ ଥିଲା ବା ଆଇନ ଥିଲା, ଯାହାକୁ ଆମେ ମନରେଗା ବୋଲି ଜାଣୁ, ସେ ଆଇନକୁ ପରିବର୍ତ୍ତନ କରିକି ବିଜେପି ସରକାର ଆଣିଲେ କ'ଣ? VBG ରାମଜୀ ଆକ୍ଟ। ମହାତ୍ମା ଗାନ୍ଧୀଙ୍କ ନାଁକୁ ହଟେଇ ଦେଲେ। ଆମେ କହିବାକୁ ଚାହୁଁ ମହାତ୍ମା ଗାନ୍ଧୀଙ୍କ ନାମକୁ ଯେଉଁ ହଟେଇଲେ, ଏହା ଜାତିର ପିତାଙ୍କ ପ୍ରତି ଅପମାନ ଏବଂ ଅବମାନନା ମଧ୍ୟ। ମହାତ୍ମା ଗାନ୍ଧୀଙ୍କ ନାଁରେ ଯେଉଁ ଯୋଜନା ହେଇଥିଲା, ସେ ଯୋଜନାର ଗୋଟେ ଭିତ୍ତି ଥିଲା। ସେ ଭିତ୍ତି କ'ଣ? ନା ମହାତ୍ମା ଗାନ୍ଧୀ ଶ୍ରମକୁ ମଣିଷ ଜୀବନର ସବୁଠୁ ଗୋଟେ ବଳିଷ୍ଠ ଉପାଦାନ ହିସାବରେ ଗ୍ରହଣ କରୁଥିଲେ ଏବଂ ନିଜେ ମଧ୍ୟ ଶ୍ରମ କରୁଥିଲେ। ଏବଂ ଶ୍ରମ ମାଧ୍ୟମରେ ବଞ୍ଚିବାର ଯେଉଁ କଥା, ଯେଉଁ ତାଙ୍କର ଆଦର୍ଶ, ସେଇ ଆଦର୍ଶକୁ ସମ୍ପର୍କିତ କରିକି ଯୋଜନାକୁ କରାଯାଇଥିଲା ମହାତ୍ମା ଗାନ୍ଧୀ ନ୍ୟାସନାଲ ରୁରାଲ ଏମ୍ପ୍ଲୟମେଣ୍ଟ ଗ୍ୟାରେଣ୍ଟି ସ୍କିମ୍। ସେଥିରୁ ମହାତ୍ମା ଗାନ୍ଧୀଙ୍କ ନାଁକୁ ହଟେଇଦେଲେ ଏବଂ ଯୋଡ଼ିଲେ କ'ଣ? ଦେଖନ୍ତୁ କି ଆଶ୍ଚର୍ଯ୍ୟ ଭାବରେ ରାମ ଶବ୍ଦ ସେଠି ନାହିଁ। ରାମ ଶବ୍ଦକୁ ସେଠି ଯୋଡ଼ିବା ପାଇଁ ଯେଉଁ ଯୋଜନା କଲେ ସେମାନେ, କିଛି ଶବ୍ଦକୁ ଯୋଡ଼ିକି ରାମକୁ ନେଇ ଆସିଲେ ଏବଂ ପ୍ରତିପାଦିତ କ'ଣ କଲେ? ମହାତ୍ମା ଗାନ୍ଧୀ ଭର୍ସେସ୍ ରାମ। ମହାତ୍ମା ଗାନ୍ଧୀଙ୍କଠୁ ବଡ଼ ରାମ ଭକ୍ତ କେହି ନାହାନ୍ତି। ଆପଣ ଜାଣିଛନ୍ତି ଯେତେବେଳେ ମହାତ୍ମା ଗାନ୍ଧୀକୁ ଗଡ଼ସେ ହତ୍ୟା କଲା, ସେତିକି ବେଳେ ମହାତ୍ମା ଗାନ୍ଧୀଙ୍କ ପାଟିରୁ ବାହାରିଲା 3 ଥର, ହେ ରାମ, ହେ ରାମ, ହେ ରାମ। ବିଜେପିର କୁତ୍ସିତ ଚିନ୍ତା, ମହାତ୍ମା ଗାନ୍ଧୀ ଗୋଟେ ପଟେ ଆଉ ଗୋଟେ ରାମକୁ ଯୋଡ଼ିଲେ ଏବଂ ସେ ରାମକୁ ଯେଉଁ ଯୋଡ଼ିଲେ କୌଣସି ପ୍ରାସଙ୍ଗିକତା ନାହିଁ, କିନ୍ତୁ ରାମକୁ ଯୋଡ଼ିଲେ ଏଇଥିପାଇଁ ତାଙ୍କ ପଲିଟିକ୍ସ କରିବା ପାଇଁ, ତାଙ୍କ ରାଜନୀତି କରିବା ପାଇଁ। କିଛି ଦିନ ତଳେ ଆପଣ ଦେଖିଥିବେ ମୁଖ୍ୟମନ୍ତ୍ରୀ ଗୋଟେ ଆର୍ଟିକଲ ସମ୍ବାଦରେ ଲେଖିଥିଲେ VBG ରାମଜୀ ଆକ୍ଟକୁ ନେଇକି ଗୋଟେ ସାମ୍ବାଦିକ ସମ୍ମିଳନୀ ବି କରିଥିଲେ ଏବଂ ସେ ତାଙ୍କର ଯେଉଁ ଆର୍ଟିକଲ ଏବଂ ତାଙ୍କର ସାମ୍ବାଦିକ ସମ୍ମିଳନୀ, ସେଇଠି ସିଏ କଂଗ୍ରେସକୁ ଆରୋପ ଲଗେଇଲେ ଯେ ମହାତ୍ମା ଗାନ୍ଧୀଙ୍କ ନାଁକୁ ନେଇକି କୁଆଡ଼େ କଂଗ୍ରେସ ରାଜନୀତି କରୁଛି। ମହାତ୍ମା ଗାନ୍ଧୀ ଖାଲି କଂଗ୍ରେସର ନୁହଁ, ମହାତ୍ମା ଗାନ୍ଧୀ ହେଉଛନ୍ତି ଏ ଦେଶ ନୁହଁ, ସମଗ୍ର ପୃଥିବୀର ଜଣେ ଆଦର୍ଶ। ତାଙ୍କୁ କଂଗ୍ରେସ ଦଳ ବ୍ୟବହାର କରିନଥିଲା ଭୋଟ ପାଇଁ, ତାଙ୍କୁ ବ୍ୟବହାର କରିଥିଲା ଗୋଟେ ଆଦର୍ଶ ପାଇଁ, ଗୋଟେ ଚିନ୍ତା ପାଇଁ, ଗୋଟେ
कॉन्सेप्ट पाई किंतु नाम को बाद दे देकी जो राम को नहीं आसिले और से राम रो कौन से प्रासंगिकता नहीं ताकू नहीं आसिले एथिपाई से केवल अति न्यून भोट राजनीति पाई ये गोटे दिग अन्य गोटे दिग कौन सब मारात्मक दिग MGNREGA से आईन बल ए देशर 12 कोटी लोक कर्म संस्थान दबार गोटे ग्यारंटी थिला 12 कोटी लोक यदि 5 जन लेखा धरवे गोटे परिवार 12 पंचा 60 कोटी लोक निर्भर करते MGNREGA उपर को माने से माने गरीब लोक आदिवासी तफसिलभुक्त जाति दलित लोक पहाड़ थिला लोक आप जानते कोरापुट को जानते नवरंगपुर को जानते देखिए केउंझर को जानते मयूरभंज को आदिवासी लोक माने यही योजना रे से माने बेनिफिट पाउथले एपरिक कोरोना जदि से कि आहार दे थाए ताहा होची MGNREGA किंतु वर्तमान जो नुआ योजना कले से माने आईन आनले से आईन रे आउ रहिबो नाही लोकंकर अधिकार रहिबो नाही काम करिवार अधिकार रहिबो नाही कहउचंदी कोन 125 दिन काम देवे ये केवल प्रतारणा एथि पई प्रतारणा हम कहबा को चाहूं आगुरु थिला केते आगुरु थिला केंद्र दउथला 90% एवं राज्य मान दउथले 10%। एबे कोन करे से माने राज्य माने देबे 40% 40% खर्चर एवं केंद्र दब 60%। गुड़ाए राज्य ओडिशा भलिया गुड़ाए राज्य से माने 40% दे पारिबे नाही 125 दिन रो काम कथा जे कहउचंदी से माने आदौ संभव नुह। तो ये जो NREGA रो जेति की पैसार आवश्यकता अच्छी देश में 12 कोटी लोक को फीड करिया पाई काम दवा पाई से टंका से पैसा केंद्र सरकार आउ खर्च करिवे नाही राज्य उपरे नदी देवे आउ राज्य ताकू देई पारिबो नाही जहा फल कि 125 दिन रो काम जो से कहउचंती से माने ये गोटे प्रतारणा। आकाश कुसुम चिलिका माछ तापरटा कोन आकाश कुसुम चिलिका माछ ये से भलिया अवस्था हो। 3 नंबर आगुर थिला कोन MGNREGA पंचायत माध्यम रे होतला डिमांड ड्रिवेन होतला जोठी कामर आवश्यकता अछि सेठी काम होतला कोठी पोखरी कोठी रास्ता कोठी अन्य कथा होतला एबे पंचायत रो भूमिका नाही पंचायत व्यवस्था को खत्म कर देले एबे काम कोठी निष्पत्ति हबो दिल्ली रे निष्पत्ति केंद्र सरकार निष्पत्ति करे एवं तांको निष्पत्ति अनुसार केन्दुझर रो को पंचायत रे कोन काम हबो केंद्र डिसाइड करे मयूरभंज कोठी कोन काम हबो केंद्र डिसाइड करबो दिल्ली रे कोरापुट रे कोठी कोन काम हबो दिल्ली डिसाइड करे ये मध्य गोटे आउ गोटे विकृति ये जो नुआ योजना एवं एथिरे अपन देखिबे जे डिमांड ड्रिवेन कथा हमें जो रखा होता MGNREGA रे कारणटा कौन तार कारण होउची जे गोटे देशर अर्थनीति बढ़े केमती गोटे देशर अर्थनीति बढ़े सेते बेले जेते बेले लोकों पाखरे पैसा आसे लोक मार्केट को जाती मार्केट रे खर्च करती तो जहाँ फल कि बजार चलचंचल हुए इंडस्ट्री गढ़ी उठे व्यवसाय बढ़े एवं लोक मैंने से सुविधा पाती देश आगू बढ़े। वर्तमान कौन है वर्तमान लोकों पॉकेट को पैसा जीवन लोकों पॉकेट को पैसा जीव नहीं ये योजना माध्यम आउ गोटे कथा कौन आउ गोटे कथा हूँ सबुठू अन्य गोटे दिग जे वर्ष को 60 दिन से मैंने काम देवे कौ समय नुआ योजना कर वर्षा दिन चाष कम जो हो से 60 दिन काम देवे नहीं जुक्ति कौन जुक्ति हूँ जे चाष चलता बेले लोक तो मजूरी मिल
ଆଉ କାହିଁକି ଆମେ ସେ ଯୋଜନା କାହିଁକି ସେତେବେଳେ କରିବା ଆମେ। କିନ୍ତୁ ଆମର ପ୍ରଶ୍ନ ହେଉଛି ବହୁ ସମୟରେ ବର୍ଷା ଦିନେ ମଧ୍ୟ ମରୁଡ଼ି ପଡ଼େ, ଚାଷ କାମ ହେଇପାରେନି, ଏବଂ ସେହି ସମୟରେ ମଧ୍ୟ MGNREGA ଗୋଟେ ମାଧ୍ୟମ ଥିଲା ଲୋକଙ୍କୁ କାମ ଦେବା ପାଇଁ, ଗୋଟେ ମାଧ୍ୟମ ଥିଲା, ତାହା ମଧ୍ୟ ପୁରା ବନ୍ଦ କରିଦେବ। এই ଯେଉଁ ଯୋଜନାର ଯେଉଁ ଅସଙ୍ଗତି, ମୁଖ୍ୟମନ୍ତ୍ରୀ ଯେଉଁ କଥା କହିଛନ୍ତି ଲେଖିଛନ୍ତି ତାଙ୍କର ଆର୍ଟିକଲରେ ଏବଂ ଯେଉଁ କଥା କହିଛନ୍ତି ତାଙ୍କର ସାମ୍ବାଦିକ ସମ୍ମିଳନୀରେ, ଆମେ ଅତ୍ୟନ୍ତ ଭାବରେ ମର୍ମାହତ। ଗୋଟେ ରାଜ୍ୟର ମୁଖ୍ୟମନ୍ତ୍ରୀ ସେ କିଭଳି ଏକଥା କହୁଛନ୍ତି ଯେ MGNREGA ଗୋଟେ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଯୋଜନା ଥିଲା। MGNREGA ବହୁତ ଦୁର୍ନୀତି ହେଉଥିଲା। ହଁ, ଦୁର୍ନୀତି ହେଉଥିଲା, ମାନୁଛୁ, ଆମେ ମନା କରୁନୁ। କିନ୍ତୁ ଘରେ ଓଡ଼ିଶା ଆସିଲା ଘର ପୋଡ଼ିଦେବା, ଇଏ ନ୍ୟାୟ ନୁହଁ ନା। ଏ ନୁହଁ, ଏତେ ବଡ଼ ଗୋଟେ ଯୋଜନା। ଆପଣ ଜାଣିଛନ୍ତି ଓଡ଼ିଶାରେ 1.5 କୋଟି ଲୋକ, ଓଡ଼ିଶାରେ 1.5 କୋଟି ଲୋକ NREGA ଉପରେ ନିର୍ଭର କରନ୍ତି। ମୁଁ ମୋହନ ମାଝୀଙ୍କୁ ପଚାରିବାକୁ ଚାହେଁ, ତାଙ୍କ କେଉଁଝର ଜିଲ୍ଲାରେ ଯେତିକି ଆଦିବାସୀମାନେ କାମ ପାଉଥିଲେ, ବର୍ତ୍ତମାନ ଯେଉଁ VBG ରାମଜୀ ଯୋଜନା ହେବ, ସେଇ ଯୋଜନାରେ ସେତିକି ଲୋକ କାମ ପାଇବେ କି? ମୁଁ ଲେଖିକି ଦେବି ମୋହନ ମାଝୀଙ୍କୁ, ସେତିକି କାମ ପାଇପାରିବେ ନାହିଁ। କାହିଁକି ନା ଆପଣ 40% ଖର୍ଚ୍ଚ ଦେଇପାରିବେ ନାହିଁ। ରାଜ୍ୟମାନେ ଯେଉଁ 40% ଖର୍ଚ୍ଚ ଦେବା କଥା ଆପଣ ଦେଇପାରିବେ ନାହିଁ, ଏବଂ ଗରିବ ଲୋକ ସେମାନେ ନିଯୁକ୍ତିରୁ ବଞ୍ଚିତ ହେବେ, କାମ ପାଇବେ ନାହିଁ। ମୋହନ ବାବୁ ଲେଖିକି ରଖନ୍ତୁ। ଆମେ ଏଇଥିପାଇଁ ତମାମ ଦେଶରେ ମନରେଗା ବଞ୍ଚାଓ ସଂଗ୍ରାମ ଆରମ୍ଭ ହୋଇଛି। ରାଜୀବ ଗାନ୍ଧୀ ପଞ୍ଚାୟତ ରାଜ ସଂଗଠନ ଓଡ଼ିଶାରେ ଆମେ ଗତ 15 ଦିନ ଧରିକି ବିଭିନ୍ନ ପଞ୍ଚାୟତରେ ଆମେ ଦସ୍ତଖତ ଅଭିଯାନ କରିଛୁ। ଯେଉଁମାନେ ଜବ୍ କାର୍ଡ଼ ହୋଲ୍ଡର ସେମାନେ ଦସ୍ତଖତ କରିଛନ୍ତି ଏବଂ ସେ ସମସ୍ତଙ୍କୁ ନେଇକି ସେମାନେ ଆସୁଛନ୍ତି। ଆସନ୍ତାକାଲି ଗୋଟେ ସତ୍ୟାଗ୍ରହ ଆମେ କରୁଛୁ ଏଇ ଲୋଅର PMGରେ, ଏବଂ ତାପରେ ଗଭର୍ଣ୍ଣରଙ୍କୁ ଭେଟୁଛୁ, ତାଙ୍କୁ ଟାଇମ୍ ମାଗିଛୁ, ଗଭର୍ଣ୍ଣରଙ୍କୁ ଭେଟିବୁ ଏବଂ ଦାବିପତ୍ର ଦେବୁ। ଏବଂ ଗୋଟେ କଥା କହିବୁ, ଏ ଦେଶର ଗରିବ ଲୋକମାନଙ୍କୁ ଏଭଳି ହଂସନ କରିବାର ଅଧିକାର କେନ୍ଦ୍ର ସରକାରଙ୍କର ନାହିଁ। କେନ୍ଦ୍ର ସରକାର ଏ ଆଇନକୁ ପ୍ରତ୍ୟାହାର କରନ୍ତୁ। ଯେମିତି 3ଟି କୃଷି ଆଇନ ଆଣିଥିଲେ, ତାକୁ ଯେଭଳି ଭାବରେ ସେମାନେ ୱିଡ୍ର କଲେ, ଠିକ୍ ଅନୁରୂପ ଭାବରେ ଆମ ଦାବି ହେଉଛି କେନ୍ଦ୍ର ସରକାର MGNREGA ଆଇନକୁ ଯେଉଁ ରଦ୍ଦ କରୁଛନ୍ତି ତାକୁ ପୁଣି ଫେରାନ୍ତୁ ଏବଂ VBG ରାମଜୀ ଯୋଜନା ଯେଉଁ ନୂଆ ଆଇନ ଆଣିଛନ୍ତି ସେ ଆଇନକୁ ରଦ୍ଦ କରନ୍ତୁ। ଏହି ଦାବି ନେଇକି ଆସନ୍ତାକାଲି ଆମର ହେଉଛି ଯେଉଁ ସତ୍ୟାଗ୍ରହ। ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ନିବେଦନ କରିବି, ଆପଣମାନେ ସମସ୍ତେ କାଲି ଆମ ସାଙ୍ଗରେ ଯୋଗ ଦେବେ। ଏ ଖାଲି ଆମର କଥା ନୁହଁ, କଂଗ୍ରେସର କଥା ନୁହଁ, ଇଏ ହେଉଛି ଆପଣଙ୍କର କଥା। ଆପଣ କହିବେ ଆପଣ ତ ଜବ୍ କାର୍ଡ଼ ହୋଲ୍ଡର ନୁହନ୍ତି, ଆପଣଙ୍କ କଥା କେମିତି ହେଲା? ମୁଁ ଏ କଥା କହିବାକୁ ଚାହେଁ ଆଜ୍ଞା ଯେ ଆପଣମାନଙ୍କର ଯେଉଁ ଜୀବନ ଜୀବିକା ଇଏ ମଧ୍ୟ ସେଇଠି ସମ୍ପୃକ୍ତ ଅଛି, MGNREGA ଉପରେ ସମ୍ପୃକ୍ତ ଅଛି। MGNREGAରେ ପାଖାପାଖି 1,00,000 କୋଟି ଟଙ୍କା ଖର୍ଚ୍ଚ ହୁଏ। ଯଦି ଏଷ୍ଟିମେଟ୍ ଦେଖିବେ ଆପଣ, ପାଖାପାଖି 3 ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବା କଥା 100 ଦିନରେ ଯଦି କାମ ହୁଏ। କିନ୍ତୁ ଯଦି କାମ ଆମେ ମିଳୁଛି ବର୍ତ୍ତମାନ ଦେଖୁଛେ ଆମେ, ଏ ପାଖାପାଖି 1,00,000 କୋଟି, 86,000 କୋଟି କି 70,000 କୋଟି, 80,000 କୋଟି ଟଙ୍କା ଏମିତି ଖର୍ଚ୍ଚ ହେଉଛି। ସେ ପଇସାଟା ଯେତେବେଳେ ଲୋକଙ୍କ ପାଖକୁ ଯାଉଛି, ସେ ଲୋକମାନେ ତାକୁ ପଇସାଟାକୁ ବ୍ୟବହାର କରୁଛନ୍ତି, ତାକୁ ୟୁଟିଲାଇଜ୍ କରୁଛନ୍ତି, ତାଙ୍କ ଡିମାଣ୍ଡ ବଢ଼ୁଛି ମାର୍କେଟରେ, ଏବଂ ଯାହାଫଳରେ କି ଅର୍ଥନୀତିଟା ଚଳଚଞ୍ଚଳ ହେଉଛି ଏବଂ ତା ବେନିଫିଟ୍ ମଧ୍ୟ ଆପଣମାନେ ସମସ୍ତେ ଆମେ ନେଉଛେ। ଗୋଟେ ଦେଶର ଅର୍ଥନୀତି ଯଦି ଠିକ୍ ହୁଏ, ଆମେ ସମସ୍ତେ ତା'ର ଭାଗିଦାର ହେଉ, ସମସ୍ତେ ଆମେ ଲାଭ ପାଉ। ସେହି ଦୃଷ୍ଟିରୁ ମୁଁ କହିବାକୁ ଚାହେଁ ଯେ ଏଇ ଯେଉଁ ଆଇନ ଯେଉଁ ପରିବର୍ତ୍ତନ ହେଲା
ये केवल से गरीब लोकंकर पेटर नात नुह ये मध्य साधारण भाव में ए देशर जनता गोटे चाबुक ए देशर अर्थनीति को मध्य पंगु करिब कंगाल करिब। आज दिन में टंकार मूल्य केते अवमूल्य जानते आप पाखापाखि 100 हो गलानी गोटे डॉलर दाम 100 टंका पाखापाखि 90 रु क्रॉस कर गला दरदाम जानते आप बढ़ुँ और से दृष्टि मुझे कहूँ चाहे ये योजना को जो रद्द कराई ताहा अत्यंत अगणतांत्रिक संविधान विरोधी कहीं ना 74 अमेंडमेंट जो होता है देश में जो थे कि पंचायत को क्षमता दि जाइए 74 एवं 73 अमेंडमेंट जो होता जो क्षमता जाइए लोकों पाखु पंचायत को ताकू मध्य ए आईन खर्ब करुच्ची अवमानना करुच्ची से दृष्टि आम कहवाक चाहूँ ए आईन संविधान विरोधी जन विरोधी गरीब विरोधी एवं साधारण भाव में कहवाक चाहे ए देशर अर्थनीति विरोधी तार प्रतिवाद आसंता काली सत्याग्रह आपण मान नवेदन आपण मान समस्ते आम सांगे काली जोग देवे यदि किसी प्रश्न थाए आपण प्रश्न करें।